ବୋହୁ ନଥିଲା ବାପରୁ ଯାଇଥିଲା ବୋହୁ ତ ଆସିବଣି ଆଉ। ହେଇଲା ଜଗନିକା କିସ୍ତି ମାଷ୍ଟର ଆଇଲାନି। ଆରେ ସେ ବୁଢୀ କଣ ମତେ ଦେଖି ନଚି ଗଲାଣି। ମାଉସୀ ଆରେ ମୁଁ ଦେଖିଛି ମତେ ମତେ ଦେଖି ନୁଚି ଗଲ ବାହାରକୁ ଆସ ବାହାରକୁ ଆସ। ଆଉ ନୁଚିଲେ କଣ ହବ ଜଗନିକା ତ ଦେଖିଦେଲାଣି ଆଉ ନୁଚିଲେ କଣ ହବ? ବାବା କୁଆଡେ ଆଇଥିଲ? ଆରେ କୁଆଡେ ଆଇଥିଲ କଣ କହୁଛ? ମୁଁ କଣ ତମ ବନ୍ଧୁ ବାନ୍ଧବ ନା କଣ? କିସ୍ତି ପାଇଁ ଆଇଛି ତମ ବୋଉ ଡାକ ଯା ବୋଉ ତ ଆର୍ଥରକ ନଥିଲା ଡାକ ଯା। ମଞ୍ଜୁଲତା ବାଳ 2 ମାସର କିସ୍ତି। ଆରେ ଜଗନିକା ମଞ୍ଜୁଲତା ବାଳ ନୁହଁ ମଞ୍ଜୁଲତା ବଳ। ଆଉ ସେ ଜଉଳ ହଉ ଡାକ ଡାକ ତମର 2 ମାସର କିସ୍ତି ବାକି ଅଛି ଡାକ ମୁଁ ନେଇକି ଯିବି ମୋର କାମ। ଆରେ ପୁଅ ଆଜି ତ କିସ୍ତି ଦେଇ ହବନି। ଦେଇ ହବନି କାଇଁ? ଆର୍ଥର ସିନା ବୋଉ ନଥିଲା ବୋଲି ମନା କଲ ଏଥର କଣ ବୋଉ ନାହିଁ ନା କଣ? ବାପା ବୋଉ ଅଛି ଯେ ଆଜି ଗୁରୁବାର ପଇସା ଦିଆ ନିଆ ହବନି। ଏଇ ମାଉସୀ ଜମା ଭେଳି କର ନା। ଆର୍ଥର କହିଲ ବୋଉ ନଥିଲା ମୁଁ ଯେମିତି ଆସିଲି ନା ଦେଖି ନୁଚି ଗଲ ଏଇନା କହିଲଣି ଗୁରୁବାରୀ। ମାଉସୀ ଗୋଟେ କଥା କହିଲ ଆମେ ଯେତେବେଳେ ତମକୁ ଟଙ୍କା ଦେଇଥିଲି ଆମେ ଗୁରୁବାର ଶୁକ୍ରବାର ପୁନେଇ କିଛି ଦେଖିଥିଲି ଟଙ୍କା ଦିଅ ନେଇକି ଯିବି ଭାଇ ଚାକିରି ମୋର ଫଳ। ଆରେ ଜଗନିକା ତୁ ନକି ଚଢା ବୋଲି ଆମେ ନକି ଚଢା ଆଜି ପଇସା ଦିଆ ହବନି। ମାଉସୀ ବରଂ ମୁଁ ଲକ୍ଷେ ଚଢା ହେଲେ ହେବି ଆଜି ପଇସା ନେବି ଯିବି ତମେ ଯାହା କରୁଛ କର ଜମା ଯିବି। ଆରେ ଜଗନିକା ପଇସା ତୁ ନ ଗଲେ ନାଇଁ ମୁଁ ଯାଉଛି ମୋ ଘରେ କଲଉ ପକାଇ ପଳେଇବି। ବାପା ବଇଥାକୁ ଯାଏ ବଇଥା କୁକୁରଟା ଛୁଆ ଦେଇଛି କାଳେ ଘରେ ପଶିଯିବ ଟିକେ ଅନେଇଥିବ ଆଉ। ତୁ ଗଲା ପରେ ତ ମୁଁ ଆସିବି ଆଉ।